ଇଏ ହିରଣ୍ୟକଶ୍ୟପକୁ ଆପଣମାନେ ବଦ୍ଧ କରିବାରୁ ତାପରେ ଆପଣ ନୃସିଂହଙ୍କୁ ପାଇଲେ। ଆଉ ନୃସିଂହ କିଏ? ନରସିଂହ। ନରସିଂହ କିଏ? ନରୋତ୍ତମ। ଭଲ ମଣିଷଟିଏ ଜୀବନରେ ପାଇବାକୁ ହେଲେ ସଦ୍ଗୁରୁ, ଏଇ ଭାରତର ତ୍ୟାଗୀ ଯୋଗୀ, ଏଇ ପୃଥିବୀର ଶ୍ରେଷ୍ଠ ଦାର୍ଶନିକ ମାନେ, ଶ୍ରେଷ୍ଠ ସାହିତ୍ୟିକ ମାନେ, ଶ୍ରେଷ୍ଠ କବି ମାନେ, ଶ୍ରେଷ୍ଠ ମହାପୁରୁଷ ମାନେ, ଏଇମାନେ ହଉଛନ୍ତି ନୃସିଂହ। ନୃସିଂହ ଗୋଟେ ମୂର୍ତ୍ତି ନୁହେଁ, ନରସିଂହ, ନରଶ୍ରେଷ୍ଠ। ତେଣୁ ଭଲ ମଣିଷ ପାଖରେ ବସିଲେ ଭଲ କଥା ଶୁଣିବ, ଯଦି ହୀନ ଲୋକ ପାଖରେ ବସିବ ହୀନ କଥା ଶୁଣିବ। ନମୋ ନୃସିଂହ ଚ ପୁଣି କୁହାଯାଉଛି ଲକ୍ଷ୍ମୀ ନୃସିଂହ ଭ୍ୟାଂ ନମଃ। ଇଏ ଲକ୍ଷ୍ମୀଟି କିଏ? ନା ନୃସିଂହଙ୍କ ସ୍ତ୍ରୀ। ତାକୁ ଆମେ କହୁଛୁ ନା ସ୍ତ୍ରୀ, ନା ଆଜିକାଲି ଲୋକ କଣ ସ୍ତ୍ରୀ କହୁଛନ୍ତି କି? କହୁଛନ୍ତି ୱାଇଫ, କିଏ କହୁଛନ୍ତି ମିସେସ୍। ମତେ ଜଣେ ଏଜୁକେଟେଡ ପିଲା, ଭଲ ପିଲାଟେ, ସେ ମତେ ପଚାରିଲା ରାଧାକୃଷ୍ଣଙ୍କର ୱାଇଫ ତ? ମୁଁ କହିଲି ତୁ କିଛି ମତେ ଆଉ କହନା, ତୁ ଆଉ ମତେ ସେ କଥା କିଛି କହନା। ତେଣୁ ଦୁନିଆରେ ସ୍ତ୍ରୀ କିଏ? କାଚ ସିନ୍ଦୁର ନାଇଁ ଦେଲେ ସ୍ତ୍ରୀ ହେଇଯିବ ନା। ସଦାଚାରିଣୀ ହଉଛନ୍ତି ଲକ୍ଷ୍ମୀ। ବର୍ତ୍ତମାନ ଆମେ ଏଇଠି ବଇଛୁ, ଆମକୁ ଭୋକ କରିବ, ଭୋକ କଲେ ଆମେ ଖାଇବାକୁ ଯିବୁ। ସେ ଭାତ ଖାଉ କି ରୁଟି ଖାଉ କି ବିରିୟାନୀ ଖାଉ, ଖାଇବୁ ତ। ଆଉ ସେଇ ପରା ଲକ୍ଷ୍ମୀ। ଅନ୍ନ ବିହୁନେ ହଂସ ହାନି ଯୋଗ ଅନ୍ନ ବି ଜଣେ କହିବ ଆମେ ଲକ୍ଷ୍ମୀକୁ ମାନୁନା। ନ ମାନ, ଲକ୍ଷ୍ମୀ ଏ ଶବ୍ଦ ତମ ପାଟିରେ ପଶିବନି, ନ ପଶୁ। କିନ୍ତୁ ଲକ୍ଷ୍ମୀ ତମ ପାଖରେ ଅଛି। ସିଏ ହଉଛି ଭାତ ରୁଟି, ଏ ଭାତ ରୁଟି ତରକାରୀ ଏ ସବୁ ହଉଛନ୍ତି ଲକ୍ଷ୍ମୀ। ପଖାଳ ଖାଇବ କି ଗରମ ଖାଇବ, ସେ ହଉଛନ୍ତି ଲକ୍ଷ୍ମୀ। ଲକ୍ଷ୍ମୀ କି ଛାଡ଼ି ନାରାୟଣ ନାହାନ୍ତି। ନାରାୟଣ କିଏ? ନାରାୟଣ ନାରାୟଣ। ନାର କହିଲେ ଜଳ, ଜଳକୁ ଆଶ୍ରୟ କରିଛି କିଏ? ପୃଥିବୀ, ମେଘ, ବାଦଲ, ଚାତକ ପକ୍ଷୀ, କୃଷକ। ତେଣୁ ତମେ ନାରାୟଣକୁ ନ ମାନ, ଜଳକୁ ମାନିବ କି ନାହିଁ? ଜଣେ କହୁଛି ମୁଁ ଭୋଗ ଖାଏନି। ଆମରି ହିନ୍ଦୁ ଧର୍ମର ଗୋଟେ ସମ୍ପ୍ରଦାୟ ଅଛନ୍ତି, ସେ ଭୋଗ ଖାଆନ୍ତିନି।
ମୁଁ ତାଙ୍କୁ ଦିନେ ପଚାରିଲି ତୁମେ କୋଉ ଭୋଗ ଖାଇବନି, ତୁମେ ଭୋଗ ଖାଉଛ? ମୁଁ ତାଙ୍କୁ ଭଲରେ ବୁଝେଇକିରି କହିଲି ତମେ ଯାହା ଖାଉଛ ତାକୁ ସିଝେଇଲା କିଏ? ଅଗ୍ନି। ସେ ଅଗ୍ନି ବା ହିନ୍ଦୁର ଦେବତା। ସେ କ'ଣ କେବଳ ହିନ୍ଦୁର ଦେବତା, ସାରା ପୃଥିବୀର ଦେବତା ହଉଛନ୍ତି ଅଗ୍ନି। ତମେ ଜଳ, ଜଳ ହଉଛନ୍ତି ଆମର ଦେବତା। ଆଚ୍ଛା, ଜଳ ବିନା ରୋଷେଇ ହେଇଛି? ଅଗ୍ନି ବିନା ହେଇଛି? ପବନ ବିନା ହେଇଛି? ମାଟି ବିନା ହେଇଛି? ଧାନ ବିନା ହେଇଛି? ବିରି ବିନା? ପରିବା ବିନା? ଆମର ଏ ପୀର ବଜାରରେ ପରିବା ବିକ୍ରି ହଉଛି। ଏଇ ବଜାରକୁ ଜଣେ ହିନ୍ଦୁ ଗଲା ପରିବା କିଣିଲା, ଜଣେ ମୁସଲମାନ ଭାଇ ଗଲେ ସିଏ ପରିବା କିଣିଲେ, ଜଣେ ଖ୍ରୀଷ୍ଟିଆନ ଗଲେ ପରିବା କିଣିଲେ। କିନ୍ତୁ ହିନ୍ଦୁ ତାଙ୍କର ପରିବାକୁ ଆଣିକିରି ସେଇ ପରିବା ଗୋଟିଏ ଦୋକାନରୁ ସମସ୍ତ ପରିବା କିଣିଲେ। ଆମେ ଆମ ଘରେ ପହଞ୍ଚେଇକି ଟିକେ ଖାଲି ପାଣି ଏମିତି ଟିକେ ବୁଲେଇଦେଲୁ, ଆମେ ସେଇଟାକୁ ଖାଇବୁନି। ସେଇଟା ହଉଛି ସମର୍ପଣ। କିନ୍ତୁ ଅଗ୍ନି ସିଝେଇଲା, ପାଣିଟାକୁ ସିଝେଇଲା, ସେଇଠୁ ସେ ସବୁ ଦେବତା ମାନେ ଖାଇଲେ। ଦେବତା ଜଣେ କହିଲେ ହିନ୍ଦୁର 33 କୋଟି ଦେବତା। ମୁଁ କହିଲି ଗୋଟିଏ କୋଟି ଦେବତାଙ୍କ ନାଁ ମୋତେ ଦେଲେ, ମୁଁ ଗୋଟେ ମ୍ୟାଗାଜିନ୍ ବାହାରୁଛି, ମୁଁ ତା ଦେହରେ ବାହାର କରିବି। ସୂର୍ଯ୍ୟ ଦେବତା, ପୃଥିବୀ ଦେବତା, ଚନ୍ଦ୍ରମା ଦେବତା, ସାଗର ଦେବତା। ତେବେ ତମେ କୋଉ ଦେବତାଙ୍କ ଭିତରେ ନାହ କି? ଆମେ ଯୋଉଠି ତମେ ସେଇଠି। ଅୟୋବେତି ନିଜ ପରମ ଗଣନାଙ୍ଗ ଲଘୁଚି ସାମ ଉଦାର ଚୈତନାନ୍ତ।